जय जगन्नाथ। श्रेय पथ। जड़े सेठ थिले। निजर कौलिक व्यवसाय वृद्धि करी से अगाध संपत्तिर मालिक। कोठाबाड़ी धनरत्र कौनसिथिरे अभाव नाही। सेठଙ୍କର ଦୁଇ ପୁଅ, ସେମାନେ ମଧ୍ୟ ବିବାହିତ, କିନ୍ତୁ ପିତାଙ୍କର ବ୍ୟବସାୟରେ ସହଯୋଗ କରୁନଥାନ୍ତି। ଧନ ସମ୍ପତ୍ତିର ପ୍ରାଚୁର୍ଯ୍ୟ ମଧ୍ୟରେ ଲାଳିତ ପାଳିତ ହୋଇ ସେମାନେ ଫୁଲା ଫାଙ୍କିଆ ଜୀବନ ଅତିବାହିତ କରୁଥାନ୍ତି। ସେଠାଣି ମଧ୍ୟ ସ୍ୱାମୀଙ୍କ ଜଞ୍ଜାଳରେ ସହଧର୍ମିଣୀ ଭାବେ କୌଣସି ଭାଗ ନ ନେଇ ପୁଅ ବୋହୂଙ୍କ ଗହଣରେ ସୁଖରେ ଜୀବନଯାପନ କରୁଥାନ୍ତି। ସେଠଙ୍କର ବୟସ 60 ଟପିଲାଣି। ଏ ପରିଣତ ବୟସରେ ସେ ବାଧ୍ୟବାଧକତାବଶତଃ ବହୁତ କଷ୍ଟରେ ନିଜର ବ୍ୟବସାୟ ଧନ୍ଦା ବୁଝୁଥାନ୍ତି। ମନରେ ବେଳେବେଳେ ବିରକ୍ତି ଭାବ ଆସୁଥାଏ। କେତେ ଦିନ ଏହିପରି ଗୃହର ତଥା ବ୍ୟବସାୟିକ ଜଞ୍ଜାଳ ବୁଝୁଥିବେ? କୌଣସି ଯାନିଯାତ୍ରାରେ ବା ସତ୍ସଙ୍ଗରେ ଯୋଗ ଦେଇ ମନରେ ଟିକିଏ ଆନନ୍ଦ ବା ଶାନ୍ତି ଆଣିବା ପାଇଁ ତାଙ୍କୁ ଫୁରୁସତ ମିଳୁନଥାଏ। ତଥାପି ବିରକ୍ତି ଭାବ ଲାଗି ରହିଲେ ମଧ୍ୟ ମନରେ ଶାନ୍ତି ପାଇବାକୁ କିଛି ସମୟ ସତ୍ସଙ୍ଗ ଆଦିର ପ୍ରବଚନ ଶୁଣିବା ପାଇଁ ଚାଲିଯାଆନ୍ତି, ଯଦିଓ ମନ ଲାଗି ରହିଥାଏ ବ୍ୟବସାୟରେ। ଏମିତି ଦିନେ ସତ୍ସଙ୍ଗରେ ଅନ୍ୟମନସ୍କ ହୋଇ ବସିଥିଲା ବେଳେ ଶୁଣିବାକୁ ପାଇଲେ ଯେ ମନୁଷ୍ୟର ଆୟୁଷ ଦିନକୁ ଦିନ କମୁଛି। କାଳ କେତେବେଳେ ଆସିଯିବ ତାର ଠିକଣା ନାହିଁ। ତେଣୁ ବେଳ ଥାଉଁ ଥାଉଁ ଆତ୍ମକଲ୍ୟାଣ ପାଇଁ ସତ୍ସଙ୍ଗରେ ଈଶ୍ୱର ଚିନ୍ତନ, ନାମସ୍ମରଣ ଆଦି କରିବା ଉଚିତ। ତାହା ନହେଲେ ଏ ଦୁର୍ଲଭ ମନୁଷ୍ୟ ଜନ୍ମ ବୃଥା ହୋଇଯିବ। ସେଠ ଘରକୁ ଫେରିଆସି ସେହି କେଇପଦ କଥା ବାରମ୍ବାର ହେଜିଲେ। ମନରେ ବିଚାର ଉଠିଲା, ସତରେ ଏ ପର୍ଯ୍ୟନ୍ତ କେବଳ ଧନ ସମ୍ପତ୍ତି ଅର୍ଜନ କରିବାରେ ଜୀବନ ବିତିଗଲା। ଆତ୍ମକଲ୍ୟାଣ ଚିନ୍ତା ମନକୁ ଏ ପର୍ଯ୍ୟନ୍ତ ଆସିପାରିଲା ନାହିଁ। ସେଥିପାଇଁ କୌଣସି ସାଧନାର ମଧ୍ୟ ଅୟମାରମ୍ଭ ହୋଇପାରିଲା ନାହିଁ। ଏ ଜୀବନ ବୃଥାରେ ବିତିଯିବ। ଏଣୁ ବେଳୁଁ କିଛି କରିବା ଉଚିତ। କିଛି ନହେଲେ ଭଗବତ ନାମ ଜପ ସ୍ମରଣରେ ନିଜକୁ ନାମଜ୍ଜିତ କରି ରଖିବା ଉଚିତ। ପିଲାମାନେ ବେପାର ବଣିଜରେ ମନ ଲଗାଉ ନାହାନ୍ତି, କୌଣସି ଦାୟିତ୍ୱ ବହନ କରୁନାହାନ୍ତି। ତେବେ ଏ ବେପାର ଚାଲିବ କିପରି? ଏ ଧନ ସମ୍ପତ୍ତିର ରକ୍ଷଣବେକ୍ଷଣ ହେବ କିପରି ଇତ୍ୟାଦି ଦ୍ୱନ୍ଦ୍ୱ ଦୁର୍ଭାବନାରେ ବୁଡ଼ିଯାଇ ସେଠ ନିଜ ବିଛଣାରେ ପଡ଼ି ରହିଲେ। କେତେବେଳୁ ରାତି ପାହିଲାଣି ଜଣାନାହିଁ। ସକାଳୁ ଉଠି ନିତ୍ୟକର୍ମ ସାରି କୌଣସି ପ୍ରକାରେ ଚାବିମାଳ ଧରି ବ୍ୟବସାୟରେ ଲାଗିବା ପାଇଁ ବାହାରିଗଲେ। ମନରେ ଦ୍ୱନ୍ଦ୍ୱ, କ'ଣ କରିବି? ବେପାରରେ ଲାଗିବି ନା ମାଳା ଜପ କରିବି? ଭଗବତ ମାର୍ଗରେ ଯିବି? ଧନ ସମ୍ପତ୍ତି ପ୍ରତି ବିଶେଷ ଆସକ୍ତି ହେତୁ ଚାବିକାଠି ମାଳ ନିଜ ସ୍ତ୍ରୀଙ୍କୁ ଅବା ପୁଅମାନଙ୍କୁ ଦେବାକୁ କୁଣ୍ଠିତ। କାଳେ ଧନ ସମ୍ପତ୍ତି ସେମାନଙ୍କ ହାତରେ ବରବାଦ ହୋଇଯିବ। ଏଣେ ସତ୍ସଙ୍ଗ, ହରିନାମ ସ୍ମରଣ ଇତ୍ୟାଦି କରି ଆତ୍ମକଲ୍ୟାଣ କରିବା ପାଇଁ ମନରେ ତୀବ୍ର ଆକାଙ୍କ୍ଷା। ପିଲାମାନେ ବଡ଼ ହେଲେଣି, ଅଥଚ କୌଣସି ଦାୟିତ୍ୱ ନେଉନାହାନ୍ତି। ହଉ, ଆଉ କିଛି ଦିନ ଦେଖିନିଏ। ଅନ୍ତତଃ ଯେତେଦିନ ପର୍ଯ୍ୟନ୍ତ ହାତଗୋଡ଼ ଚଳିପାରୁଛି। ପୁଣି ମନରେ ବିଚାର ଉଠେ, ସେହି କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଗଲେ ଆତ୍ମକଲ୍ୟାଣ ବିନା ଏ ମନୁଷ୍ୟ ଜୀବନ ବୃଥା ହୋଇଯିବ। ଏହିପରି ଦ୍ୱିଧାଗ୍ରସ୍ତ ମନରେ ସେଠ ଘରୁ ବାହାରି ପଡ଼ିଲେ। ଚିନ୍ତିତ ହୋଇ ଅଲକ୍ଷ୍ୟ ଭାବରେ ରାସ୍ତା ମଝିରେ ଅଟକି ଯାଇଥାନ୍ତି। ଏହି ସମୟରେ ଝାଡ଼ୁ ଧରି ରାସ୍ତା ସଫା କରୁଥିବା ସ୍ତ୍ରୀ ଲୋକଟିଏ କହିଲା, ସେଠଜୀ, ରାସ୍ତା ମଝିରେ ଠିଆ ହୋଇ କ'ଣ ଭାବୁଛନ୍ତି? ରାସ୍ତା ମଝିରେ ନ ରହି ଏପଟ କିମ୍ବା ସେପଟକୁ ଚାଲିଯାଆନ୍ତୁ। ମଝିରେ ରହିଲେ ଧୂଳି ଉଡ଼ିବ। ଚିନ୍ତାଗ୍ରସ୍ତ ସେଠଜୀଙ୍କୁ ଏହି କଥା କେଇପଦ ଗୁରୁବାକ୍ୟ ପରି ଜାଗ୍ରତ କରିଦେଲା। ସତେ ଯେପରି ତାଙ୍କ ସମସ୍ୟାର ସମାଧାନ ମିଳିଗଲା। ତାଙ୍କ ମନକୁ ଏକଥାଟା ପାଇଲା, କୌଣସି ପଟକୁ ଚାଲିଯିବା ଉଚିତ। ମଝିରେ ରହିଲେ ଅନର୍ଥ। ଜୀବନ ପଥରେ ଧୂଳି ଲାଗିଯିବ। ଶ୍ରେୟ ପଥ ବାଛିନେବା ଠିକ୍ ହେବ। ସେଠଜୀ ସ୍ମିତହାସ୍ୟ କରି କହିଲେ, ଭଉଣୀ, ଭଲ କଥାଟିଏ କହିଲ। ଏହା କହି ସେ ସେହିଠାରୁ ନିଜ ଘରକୁ ଫେରିଲେ ଏବଂ ନିଜ ସ୍ତ୍ରୀଙ୍କୁ ଚାବିକାଠି ମାଳ ଦେଇ ମାଳା ଧରି ହରିନାମ ଜପ କରିବାକୁ ଲାଗିଲେ। ପିତାଙ୍କର ନିରାସକ୍ତ ଭାବ ଦେଖି ପୁତ୍ରମାନେ ବ୍ୟବସାୟ ବାଣିଜ୍ୟ ନିଜେ ନିଜେ ସମ୍ଭାଳିବାକୁ ଲାଗିଲେ। ଏ ସମ୍ବନ୍ଧରେ କବୀର ଏକ ସୁନ୍ଦର କଥା କହିଛନ୍ତି, ଯୋ ତୁ ଚାହେ ମୁକ୍ତ କୋ ଛୋଡ଼ ସେ ସବ ଆସ, ମୁକ୍ତି ହି ଜୈସା ହୋ ରହେ ସବକୁଛ ତେରେ ପାସ। ଯଦି ତୁମେ ମୁକ୍ତି ଚାହଁ, ତେବେ ସମସ୍ତ ଆଶା ଆକାଙ୍କ୍ଷା ପରିତ୍ୟାଗ ପୂର୍ବକ ଭଗବତ ପରାୟଣ ହୋଇଗଲେ ସବୁକିଛି ମିଳିଯିବ।